ମୁଁ ଦେଶା ସାହୁ ଘର କଳାବୁଦା ମୁଁ କଟକରେ ରହୁଛି। ମୁଁ ଆକ୍ଚୁଆଲି ଅଫିସ୍ କଣ୍ଟିନ୍ୟू ଜବ୍ କଲା ପରେ ଟିକେ ଏପଟ ସାଇଟ୍ ଷ୍ଟିଫନେସ୍ ହେଉଥିଲା ଆଉ ଟିକେ ଅଣ୍ଟା ଫଣ୍ଟା ବି ଟିକେ ଷ୍ଟିଫ୍ ରହୁଥିଲା। ଅବିକା ମୁଁ ଯେହେତୁ କଟକରୁ ଗାଁକୁ ଆସିଥିଲି କାମରେ, ଏଠି ଶୁଣିଲି କି ଏଠି ସାର୍ ଭଲ କାମ କରୁଛନ୍ତି, କ୍ୟାରୋପ୍ରାକ୍ଟିକ୍ ଭଲ କରୁଛନ୍ତି, ଫିଜିଓଥେରାପି ଭଲ କରୁଛନ୍ତି, ସେଥିପାଇଁ ମୁଁ ଆସିଥିଲି। ଅବିକା ସାର୍ କ୍ୟାରୋପ୍ରାକ୍ଟିକ୍ କରିଦେଲେ, କଲା ପରେ ଟିକେ ବହୁତ ରିଲାକ୍ସ ମିଳୁଛି ଆଉ ଫ୍ରି ମିଳୁଛି। ଆଉ ତା ସହିତ ମୋ ମିସେସ୍ ବି ସିଏ ବି ସେଇଠି କଟକରେ ପାଖାପାଖି 20-25 ଦିନ ଫିଜିଓଥେରାପି ନେଲା ପରେ କିଛି ଅସହ୍ୟ ଥିଲା, କିନ୍ତୁ କାଲିଠାରୁ ଆଜି ଭିତରେ ବହୁତ ତାର ଚେଞ୍ଜ ହେଇଛି ଆଉ ତାକୁ ବି ଭଲ ଲାଗୁଛି ମାତ୍ର 2 ଦିନ ଭିତରେ। ଆଉ ବେଟର୍ ହେବ। ସମସ୍ତଙ୍କୁ ମୁଁ ରିକ୍ୱେଷ୍ଟ କରିବି ସମସ୍ତେ ଏଠି ଆସିବା ପାଇଁ, ଆସିକି କ୍ୟାରୋପ୍ରାକ୍ଟିକ୍ ଆଉ ଫିଜିଓଥେରାପି ନିଅନ୍ତୁ ଆଉ ଭଲ ବି ଟ୍ରିଟମେଣ୍ଟ ପାଇବେ ଆଉ ସବୁ ପ୍ରକାର ବିନା ଔଷଧରେ। ଆଉ ସମସ୍ତେ ବି ଏଇଠି ବି ପାଉଛନ୍ତି ଆଉ ଇଭେନ୍ ବି ସବୁ ଯେକୌଣସି ଯାହା ବି ହଉ ଆପଣଙ୍କର କିଛି ଅସୁବିଧା ହେବନି, ଆପଣ ପେନ୍ ଫ୍ରି ନ୍ୟାଚୁରାଲ୍ ରହିବ।